ହ୍ୟାଲୋ ଫ୍ରେଣ୍ଡସ୍, ଆଜି ଆପଣମାନେ ସିନ୍ଦୁରଖେଳ ଦେଖିବାକୁ ଯାଉଛନ୍ତି ଏକ ଦମଦାର ଏପିସୋଡ୍। ତ ସ୍କିପ୍ ନ କରିକି ଏଣ୍ଡ ପର୍ଯ୍ୟନ୍ତ ଦେଖନ୍ତୁ, ଜାଣିପାରିବେ ଆଜି କ'ଣ ହେଇଛି ଏପିସୋଡ୍‌ରେ। ତା ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ଯଦି ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତ ପ୍ଲିଜ୍ 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 ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା କି ଆମେ ଯେତେବେଳେ ଭିଡ଼ିଓ ଅପଲୋଡ୍ କରୁ ତା ନୋଟିଫିକେସନ୍ ଆପଣମାନଙ୍କ ପାଖରେ ଫାର୍ଷ୍ଟ ପହଞ୍ଚିବ। ତ ଆଜି ଆପଣମାନେ ଦେଖିବାକୁ ପାଇବେ କି ମଲ୍ଲିକା ଆଉ ତାଙ୍କ ପୁରା ଫ୍ୟାମିଲି ମେମ୍ବର ସମସ୍ତେ ରେଡି ହେଇକି ଯାଇଛନ୍ତି ମନ୍ଦିରକୁ ଶିବରାତ୍ରି ପୂଜା ପାଇଁକି। କିନ୍ତୁ ସମସ୍ତେ ଯେତେବେଳେ ଭିତରକୁ ଏଣ୍ଟ୍ରି କରୁଛନ୍ତି, ମନ୍ଦିରର ପାହାଚ ଉପରେ ମଲ୍ଲିକାର ଗୋଡ଼ ରହିଯାଉଛି। ସେ ଭିତରକୁ ଯାଇପାରୁନି, କାହିଁକିନା ତାକୁ ସେଠି ସକ୍ ଲାଗୁଛି। ତ ସେ ଜାଣିପାରୁନି, ସେ ଭାବୁଛି ମନେ ମନେ ଯେ ମୁଁ ବୋଧେ କାଳି ଶକ୍ତି ପାଇଁକି ଭିତରକୁ ଯାଇପାରୁନି, କ'ଣ କରିବି, କେମିତି ଯିବି ବୋଲି ପଚାରିଲା ବେଳକୁ ସେତେବେଳେ ଅଂଶ ଆସି ପଚାରୁଛନ୍ତି, ମଲ୍ଲିକା ତମେ ଏପର୍ଯ୍ୟନ୍ତ କ'ଣ ପାଇଁ ଭିତରକୁ ଆସିନ? ତ ସେତେବେଳେ ସେ ବାହାନା କରିଛନ୍ତି, ମୋ ଦେହ ଭଲ ଲାଗୁନି, ମୁଁ ଯାଉଛି ଘରକୁ ପଳେଇବି। ତ ସେଇ ସମୟରେ ସେ କ'ଣ କରିବେ, କାହିଁକି ନା ରଶ୍ମି ମଧ୍ୟ ପୂର୍ବରୁ ଦେଖିଦେଇଛନ୍ତି ଯେ ମଲ୍ଲିକା କ'ଣ ପାଇଁ ଭିତରକୁ ଯାଇପାରୁନି, ବୋଧେ ତା ଦେହରେ କିଛି ନା କିଛି ଶକ୍ତି ଅଛି, ଯୋଉଟାକି ମୋତେ ଆଦ୍ୟା କହୁଥିଲେ। ଏପଟେ ମଲ୍ଲିକା ନିଜର ଭେଷ ବଦଳେଇକି ଆସିକି ଗୋଟେ ଲୋକ ବେଶରେ ଗୀତ ମୁରଲି ବଜାଉଛନ୍ତି, ଆଉ ଯୋଉଟାକି ଆନି ଆନ୍ୟାକୁ ଶୁଣାଯାଇଛି। ତ ଆନି ଆନ୍ୟା ମନ୍ଦିରରୁ ବାହାରି ଆସିକି ସେ ମୁରଲି କୋଉଠି ବାଜୁଛି ସେଠି ପହଞ୍ଚିଲା ପରେ ପଚାରୁଛନ୍ତି, ଆପଣ ବହୁତ ବଢ଼ିଆ ମୁରଲି ବଜାଉଛନ୍ତି, ଆମକୁ ବହୁତ ଭଲ ଲାଗୁଛି। ତ ସେ କହିଛନ୍ତି କି ଯଦି ତମକୁ ଶୁଣିବା ପାଇଁ ଇଚ୍ଛା ଅଛି ତାହେଲେ ଆସ ମୋ ପଛେ ପଛେ ଆମେ ଆଉ ଟିକେ ଦୂରରେ ଯାଇକି ଶୁଣିବା, କାହିଁକିନା ଏଇଠି ମନ୍ଦିରର ସାଉଣ୍ଡ ହଉଛି, ଯୋଉଥିପାଇଁ ଆମେ ଶୁଣିପାରୁନାହାନ୍ତି। ଆଦ୍ୟା ଏସବୁ ଜିନିଷ ଦୂରରୁ ଦେଖିକି କହିଛନ୍ତି, ମଲ୍ଲିକା ପଛରେ ମୋ ଛୁଆ ଦି ଜଣ ଯାଉଛନ୍ତି କାହିଁକି, ବୋଧେ ସିଏ ମୋ ଛୁଆଙ୍କୁ କିଛି ଅନିଷ୍ଟ କରିବ। ତ ତା ପଛେ ପଛେ ଦୌଡ଼ିକି ଆସିଛନ୍ତି, ଆଉ ରଶ୍ମିକି କହିଛନ୍ତି, ରଶ୍ମି ଚାଲ ଆମେ ଖୋଜିବା, ଆମ ଛୁଆଙ୍କୁ ନେଇକି ପଳେଇଛି ମଲ୍ଲିକା ଜଙ୍ଗଲ ଭିତରକୁ। ତ ଏପଟେ ଆନି ଆନ୍ୟା କହିଛନ୍ତି, ବହୁତ ବାଟ ଆସିଲା ପରେ କହିଛନ୍ତି, ନାଇଁ ନାଇଁ ଆମେ ଏଥରକ ଘରକୁ ଫେରିଯିବୁ, କାହିଁକିନା ମୋ ମାମା ପାପା ଆମକୁ ଖୋଜୁଥିବେ। ତ ମଲ୍ଲିକା ବୁଲି ପଡ଼ି କହିଛନ୍ତି କି ଆଉ ମୋ ପଛେ ପଛେ ଯିଏ ଆସେ ସେ ମୋ ହିସାବରେ ଆସେ, ଆଉ ମୁଁ ଯେପର୍ଯ୍ୟନ୍ତ ନ ଚାହିଁଛି ସେ ପର୍ଯ୍ୟନ୍ତ ସେ ଯାଇପାରିବନି। ଆଦ୍ୟା ଏପଟେ ବହୁତ ଜୋରେ ଖୋଜି ଖୋଜି କାନ୍ଦି କାନ୍ଦିକି ଆସିକି ଆନି ଆନ୍ୟାଙ୍କୁ ଚିଲଉଛନ୍ତି। ତ ସେତେବେଳେ ମଲ୍ଲିକା ତାଙ୍କ ସାମ୍ନାକୁ ପଳେଇ ଆସିଛନ୍ତି, ଛୁଆଙ୍କ ସାମ୍ନାକୁ, ଆଉ ଛୁଆଙ୍କ ସାମ୍ନାରେ ଆସିକି ତାଙ୍କ ନିଜ ରୂପ ଦେଖିଛନ୍ତି। କହିଛନ୍ତି, ଆଜି ହଉଛି ତମର ଶେଷ, କାହିଁକି ନା ମୁଁ ତମକୁ ଏଠିକି ଆଣିଛି ତୁମକୁ ଉପରକୁ ପଠେଇବା ପାଇଁକି। ତମମାନେ କ'ଣ ଭାବୁଛ ତମ ନିଜ ଇଚ୍ଛାରେ ଏଠିକି ଆସିଛ? ମୁଁ ହଉଛି ମଲ୍ଲିକା ଆଣ୍ଟି, ଯିଏକି ତମକୁ ମାରିବା ପାଇଁ ଚାହୁଁଛି। ତ ଏ କଥା କହିଲା ପରେ ଆନି ଆନ୍ୟା ପୁରା ସକ୍ ହେଇକି ଦେଖୁଛନ୍ତି ଯେ ପ୍ରକୃତରେ ମଲ୍ଲିକା ଆଣ୍ଟି କ'ଣ ପାଇଁ ଆମ ସାଙ୍ଗରେ ଏମିତି କରୁଛନ୍ତି, ଆମେ ତ ତାଙ୍କର କିଛି କ୍ଷତି କରିନୁ। ଆନି ଆନ୍ୟା ଡରି ଯାଇଛନ୍ତି, ମଲ୍ଲିକାର ରାକ୍ଷସ ରୂପ ଦେଖିକି ବହୁତ ଜୋରେ ଡରିକି ଚିତ୍କାର କରୁଛନ୍ତି। ତ ସେତେବେଳେ ସେମାନେ କ'ଣ କରିବେ ବୁଝିପାରୁନାହାନ୍ତି, ଆଉ ମାମା ବାପାଙ୍କୁ ବହୁତ ଖୋଜୁଛନ୍ତି ଆଉ କାନ୍ଦୁଛନ୍ତି ମଧ୍ୟ। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ କ'ଣ ଲାଗୁଛି, ମଲ୍ଲିକା କ'ଣ ତାଙ୍କ କାମରେ ସକ୍ସେସ୍ ହେଇଯିବେ? ଆଉ ସତରେ କ'ଣ ସେ ଆନି ଆନ୍ୟାକୁ ମାରିଦେବେ, ନା ଆଉ କିଛି ଆପଣ ଜାଣିବା ପାଇଁ ଚାହୁଁଛନ୍ତି? ଯଦି ଜାଣିବା ପାଇଁ ଚାହୁଁଛନ୍ତି ନିଶ୍ଚୟ ଅପେକ୍ଷା କରନ୍ତୁ ନେକ୍ସଟ ଏପିସୋଡକୁ। ଆଗକୁ କ'ଣ ହବ ତାର ରିଭ୍ୟୁ ମଧ୍ୟ ଆମେ ବହୁତ ଜଲ୍ଦି ଅପଲୋଡ୍ କରିବୁ। ସୋ ୱେଟ୍ କରନ୍ତୁ ନେକ୍ସଟ ଏପିସୋଡକୁ। ଆଉ ଏଇ ଏପିସୋଡଟା କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ମଧ୍ୟ ଜଣାଇବେ। ଆଉ ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିଦିଅନ୍ତୁ, ଆଉ ଲାଇକ୍ ମଧ୍ୟ ଗୋଟେ କରିବାକୁ ଭୁଲିବେ ନାହିଁ। ରହିଲି, ବାଏ ବାଏ।